ଦେଖନ୍ତୁ ଇଏ ହେଉଛି ଓଏବ୍‌ରେ ପଢୁଥିବା ପିଲାମାନଙ୍କର ଆନୁଆଲ୍ ଏକ୍ଜାମ୍ ରେଜଲ୍ଟ। ଏମାନେ ଓଡ଼ିଆ ମିଡିୟମରୁ ଆସିକି ଅନଲାଇନ୍ ମାଧ୍ୟମରେ ପଢ଼ିକି ଦେଖନ୍ତୁ କେତେ ବଢ଼ିଆ ସ୍କୋର କରିଛନ୍ତି। ମୋର୍ ଦେନ୍ 95%। ଇଏ ହେଉଛି ଆମର ଏଇଟା ହେଉଛି ଆପଣଙ୍କର ଏଇ ବର୍ଷର ରେଜଲ୍ଟ। ଏଇଟା ହେଉଛି ତାଙ୍କର ଦେଖନ୍ତୁ ଆନୁଆଲ୍ ଯୋଉ ରିପୋର୍ଟ ସ୍କୁଲ ତରଫରୁ ମିଳିଛି, ସବୁ ଅଥେଣ୍ଟିକ୍ ରିପୋର୍ଟ। ଏଇଟା ହେଉଛି ଆପଣଙ୍କର ଗତ ବର୍ଷ 2024 ର ଆନୁଆଲ୍ ଏକ୍ଜାମ୍ ରେଜଲ୍ଟ। ଏସବୁ ଅନଲାଇନ୍ ଷ୍ଟୁଡେଣ୍ଟ ମୋର, ଠିକ୍ ଅଛି। ଇଏ ହେଉଛି ଆପଣଙ୍କର କ୍ଲାସ୍ 6th ର ହାପ୍ ଇୟର୍ଲି ଏକ୍ଜାମ୍ ରେଜଲ୍ଟ। ଦେଖନ୍ତୁ ସେମାନେ ସବୁ ଓଡ଼ିଆ ମିଡିୟମରୁ ଆସିକି କେମିତି ବଢ଼ିଆ ସ୍କୋର କରୁଛନ୍ତି। ତେଣୁ ନିଶ୍ଚିତ ଭାବରେ ଆମେ ପିଲାଙ୍କୁ ବେସିକ୍‌ରୁ କ୍ଲିୟର କରୁଛୁ ଯୋଉଟା ତାଙ୍କର ନିଡେଡ୍। ତ ଆପଣ ଆମ କ୍ଲାସ୍‌ରେ ଜଏନିଂ କଲେ ନିଶ୍ଚିତ ଗୋଟେ ବର୍ଷ ଭିତରେ ଇମ୍ପ୍ରୁଭ୍ ହେବ। ଯଦି ଆପଣ କ୍ଲାସ୍ 6ରୁ ଜଏନ୍ କରିଛନ୍ତି ତାହେଲେ ନିଶ୍ଚିତ ବେନିଫିଟ୍ ପାଇବେ। ନହେଲେ ଆପଣ ସିମ୍ପଲ୍ ସେଇ ଜିନିଷଟା ପାଇବେନି ଯୋଉଟା ଏଇ ପିଲାମାନେ ପାଇକି ଭଲ ସ୍କୋର କରିଛନ୍ତି। ଠିକ୍ ଅଛି। ଏଇଟା ହେଉଛି ଆମର ଯୋଉ ଏଇ ବର୍ଷର ନବୋଦୟ ସିଲେକ୍ସନ୍ ହେଇଥିବା ପିଲାମାନେ। ଠିକ୍ ଅଛି। ଆପଣ ଆମ ନବୋଦୟ ବ୍ୟାଚ୍ ବି ଜଏନ୍ କରିପାରିବେ। ଓକେ। ତ ଦେଖନ୍ତୁ କ'ଣ ରହିବ ନା ଆମେ ଲାଇଭ୍ କ୍ଲାସ୍ ଦଉଛୁ, ରେକର୍ଡିଂ କ୍ଲାସ୍ ଦଉଛୁ, କ୍ଲାସ୍ ନୋଟ୍ସ ଦଉଛୁ। 1 to 1 ଡାଉଟ୍ କ୍ଲିୟର ରହୁଛି। 1 to 1 ଡାଉଟ୍ କ୍ଲିୟର ମାନେ ଇନ୍ କେସ୍ ପଢଉ ଲାଇଭ୍ କ୍ଲାସ୍‌ରେ ଯଦି ଆପଣଙ୍କର କୋଉଠି ବି ଡାଉଟ୍ ଆସିଲା ଷ୍ଟୁଡେଣ୍ଟର, ସେ ଇମିଡିଏଟଲି ହ୍ୟାଣ୍ଡ ରେଜ୍ କରିକି ଟିଚରଙ୍କ ସହିତ ଡାଇରେକ୍ଟ କଥା ହେଇକି ଡାଉଟ୍ ବୁଝିପାରିବ। ବୁଝିହଉଛି। ମନ୍ଥଲି ଟେଷ୍ଟ, ୱିକଲି ଟେଷ୍ଟ ଅଛି। ବାକି ଯିଏ ସବୁ ପଢଉଛନ୍ତି ସିମ୍ପଲ୍ ତାଙ୍କର କିଛି ବି ଲାଇଭ୍ କ୍ଲାସ୍ କରୁଛନ୍ତି ବଟ୍ ଚାଟିଂରେ। ଗୋଟେ ପିଲା ଟିଚର ପଢେଇଲେ ଚାଟିଂରେ ଗୋଟେ ଡାଉଟ୍ ଲେଖିବା ପାଇଁ ଯେତିକି ସମୟ ଲାଗିବ ସେଇଠି ଆପଣ ଲାଇଭ୍ କ୍ଲାସ୍‌ରେ ହ୍ୟାଣ୍ଡ ରେଜ୍ କରି ଡାଇରେକ୍ଟଲି ପଚାରି ପାରିବେ। ଦ୍ୟାଟ୍ ଇଜ୍ ମୋର୍ ଇଫେକ୍ଟିଭ୍ ଦେନ୍ ଅନଲାଇନ୍ ଚାଟିଂ ଯୋଉ ଡାଉଟ୍ କ୍ଲିୟର। ଠିକ୍ ଅଛି। ତ ଯୋଉମାନେ ବି ଜଏନିଂ କରିବାକୁ ଚାହୁଁଛନ୍ତି ସିମ୍ପଲ୍ ଏଇ ନମ୍ବରରେ ଆପଣ କଣ୍ଟାକ୍ଟ କରନ୍ତୁ। ଓକେ। ଆମର ଓଏବି ଏକାଡେମୀ ଆପ୍ ପ୍ଲେ ଷ୍ଟୋର ଅଛି, ସେଠୁ ବି ଯାଇକି ଆମ ବ୍ୟାଚ୍ ଜଏନ୍ କରିପାରିବେ। ଓକେ। ତାହେଲେ ଆଜି ଆମେ ପଢିବା ଯୋଉ ଆମର ଇଂଲିଶର ଯୋଉ ବ୍ରିଜ୍ କୋର୍ସର ହେଲା ପ୍ରଥମ ଚାପ୍ଟରର ହଉଛି ତ ଦ୍ୟାଟ୍ ଇଜ୍ ଦ ପୋଏମ୍। ଓକେ। ଏଟା ହଉଛି କ୍ଲାଉଡ୍ ପ୍ଲେ। ହଉଛି ଏଭ୍ରିଡେ ନାଇଟଲି ମାନେ ମୁଁ ତମକୁ ଅଲରେଡି କହିଛି ନାଇଟଲି କ'ଣ? ନାଇଟଲି ମାନେ ଏଭ୍ରି ନାଇଟ୍। ତାହେଲେ ପ୍ରତିଦିନ ରାତିରେ ଦ କ୍ଲାଉଡ୍ସ ଗେଟ୍ ଟୁଗେଦର। ଶୁଭୁଛି କି ନାହିଁ? ତ କ୍ଲାଉଡ୍ସ ଗେଟ୍ ଟୁଗେଦର ମାନେ ଆକ୍ଚୁଆଲି କ'ଣ? ଥୋଡି ନା କ୍ଲାଉଡ୍ ମାନେ ଆସିକି ଏକତ୍ରିତ ହୁଅନ୍ତି। ସେ ମାନେ ଆକ୍ଚୁଆଲି କ'ଣ? ବର୍ଷା ଯେତେବେଳେ ହବ କେମିତି ହବ? କ୍ଲାଉଡ୍ ଆଗେ ଗୋଟେ ଜାଗାରେ ଗ୍ୟାଦରିଂ ହେଲା ପରେ ସେଠି ସେ ଏରିଆ କଣ୍ଡେନ୍ସ ହବ। କଣ୍ଡେନ୍ସ ହେଲା ପରେ ବର୍ଷା ପାଣି ଡ୍ରପ୍ ମିଶିକି ବଡ ଡ୍ରପ୍ ହବ। ସେ ବଡ ଡ୍ରପ୍ ମିଶିକି ହେଭି ହେଇଗଲେ ବର୍ଷା ଆକାରରେ ପଡିବ। ସିମ୍ପଲ୍। ହେଲା କି ନାହିଁ? ତାହେଲେ ଏଇଠି ଏ ବୁଝଉଛି। ତାହେଲେ ବେସିକାଲି ପ୍ରତିଦିନ ରାତିରେ କ୍ଲାଉଡ୍ସ ମାନେ ସ୍କାଏରେ ଗ୍ୟାଦର ହୁଅନ୍ତି। ଶୁଭୁଛି କି ନାହିଁ? ପ୍ରତିଦିନ ରାତିରେ କ୍ଲାଉଡ୍ସ ମାନେ ରାତିରେ ଆକାଶରେ ବେସିକାଲି ଗ୍ୟାଦର ହୁଅନ୍ତି। ତାପରେ କହୁଛି ଦେ ଅଲ୍ ଫ୍ଲୋଟ୍ ୱିଥ୍ ଇଜ୍ ସିନ୍ସ ଦେୟାର ଲାଇଟ୍ ଆଜ୍ ଏ ଫିଦର। ଫିଦର ମାନେ ଆକ୍ଚୁଆଲି କ'ଣ? ବେସିକାଲି ଯୋଉ ବାର୍ଡର ଗୋଟେ ସଫ୍ଟ ପାର୍ଟଟାକୁ ଆମେ ଫିଦର କହନ୍ତି। ଶୁଭୁଛି କି ନାହିଁ? ଯୋଉଟା ଆମେ ପାରା ଯୋଉ କହନ୍ତି। ଓକେ। ତାମାନେ ବାର୍ଡର ପର ହେଲା। ତାମାନେ ଏଠି ଦେ ବୁଝଉଛି କାହାକୁ? ଦେ ବୁଝଉଛି କ୍ଲାଉଡ୍ସକୁ। ହେଲା। ତାହେଲେ ରାତିରେ ସ୍କାଏରେ କ'ଣ ହୁଏ? ପ୍ରତିଦିନ ରାତିରେ ସ୍କାଏରେ ଆକାଶରେ କ୍ଲାଉଡ୍ ମାନେ ଗ୍ୟାଦର ହୁଅନ୍ତି ଏବଂ ସେମାନେ ଭାସନ୍ତି, ଫ୍ଲୋଟ୍ କରି ଯାଆନ୍ତି। ୱିଥ୍ ଇଜ୍ ମାନେ ଆକ୍ଚୁଆଲି କ'ଣ? ମାନେ ଭେରି ସିମ୍ପଲ୍, ମାନେ ଭେରି ଇଜିଲି କହିପାରିବା। ଶୁଭୁଛି କି ନାହିଁ? ଖୁବ ସହଜରେ ସେମାନେ ଆକାଶରେ ଭାସି ଯାଆନ୍ତି। ଓକେ। କେମିତି ନା କହୁଛି ଯେମିତି ଗୋଟେ ପାରର ପର ଏତେ ହାଲକା କାହା ପାଇଁ? ଦେଖ କହୁଛି ଦେୟାର ଲାଇଟ୍ ଆଜ୍ ଫିଦର। ଏଇଟା ହଉଛି ପାରର ପର ଯୋଉ କହନ୍ତି। ତାହେଲେ ପାରାର ପର ପରିକା ସେମାନେ ଯେହେତୁ ହାଲକା, ଠିକ୍ ପବନ ଯଦି ଦଉଥିବ ପାରାର ପର ବି ଉଡି ପଳେଇଯିବ କି ନାହିଁ? ଠିକ୍ ସେମିତି ସିଏ ବି ଏୟାରରେ ଫ୍ଲୋଟ୍ କରି ଯାଆନ୍ତି। ଶୁଭୁଛି କି ନାହିଁ? ବୁଝିଲା ନା ପିଲେ? ତାପରେ ଷ୍ଟାଞ୍ଜା 2 କ'ଣ କହୁଛି? ଦେଖ ସ୍କାଏରେ ଯେତେବେଳେ କ୍ଲାଉଡ୍ ପଡିଥିବ, ସେ କ୍ଲାଉଡ୍ ଗୁଡା ଡିଫରେଣ୍ଟ ସେପ୍ ଫର୍ମେସନ କରନ୍ତି। ଦେ ଫର୍ମ ଇନଟୁ ସେପ୍ସ। କ'ଣ କହୁଛି? ଦେ ଫର୍ମ ଇନଟୁ ସେପ୍ସ ଲାଇକ୍ ଏ ମ୍ୟାନ୍ ମୋଲ୍ଡିଂ କ୍ଲେ। ମୋଲ୍ଡିଂ କ୍ଲେ ମାନେ ଗୋଟେ ମଣିଷ ଯେମିତି ଗୋଟେ ମାଟିର କୌଣସି ଜିନିଷ ତିଆରି କରନ୍ତି। ଯେମିତି ଦେଖିଥିବ ଲୋକମାନେ ଯୋଉ ଗଣେଶ ମୂର୍ତ୍ତି କି ସରସ୍ୱତୀ ପୂଜା ହେଲେ ମାଟିର ମୂର୍ତ୍ତି ତିଆରି କରନ୍ତି। ତାହେଲେ କ'ଣ କାଦୁଅ ମାଟିଟାକୁ ଗୋଟେ ମୂର୍ତ୍ତି ତିଆରି କରିଦେଲେ। ଠିକ୍ ସେମିତି କ୍ଲାଉଡ୍ ଗୁଡା ମଧ୍ୟ ଡିଫରେଣ୍ଟ ଟାଇପର ସେପ୍ ଫର୍ମେସନ କରୁଛନ୍ତି। ବୋଲେ କି ନାହିଁ? ଡିଫରେଣ୍ଟ ଟାଇପର ଆକାର ଫର୍ମେସନ କରୁଛନ୍ତି। ଶୁଭୁଛି କି ନାହିଁ? and they laugh at each other because that's how they play। ଶୁଭୁଛି କି ନାହିଁ? ତାହେଲେ ସିଏ ଯେତେବେଳେ ପରସ୍ପର ସେପ୍ ଫର୍ମେସନ କରୁଛନ୍ତି, ତ ଏଇ ସମୟରେ ସେ କ'ଣ ହଉଛି? ପରସ୍ପରକୁ ଅନେଇକି ହସାହସି ହଉଛନ୍ତି। ବିକଜ ଏଇପରି ଭାବରେ ସେ ଖେଳୁଛନ୍ତି। ସିମ୍ପଲ ଏହା କହିପାରିବା। ତାମାନେ ଏଇଟା ହଉଛି ତାଙ୍କର ପ୍ଲେ ଟାଇମ୍। ଶୁଭୁଛି କି ନାହିଁ? ଯେତେବେଳେ ସେ କ୍ଲାଉଡ୍ ଗୁଡା ଯେତେବେଳେ ଆକାଶରେ ଭାସି ଯାଉଛନ୍ତି ଫ୍ଲୋଟ୍ କରି, ଏଇଟା ତାଙ୍କର ପ୍ଲେ ଟାଇମ୍। ବୁଝିହଉଛି କି ନାହିଁ? ଆରେ ହ୍ୟାଲୋ। Yes, sir. The wind swirls around। ଦେଖ swirl ର ମିନିଂ ଆସିଲା। swirl ମାନେ କ'ଣ? ମୁଭ୍ ଲାଇକ୍ ସ୍ପିନ୍। ହେଲା କି ନାହିଁ?
ତାମାନେ ଯେତେବେଳେ ପବନ ଦଉଛି ହେଲା, ପବନ ଦଉଛି ସେ କ୍ଲାଉଡ ଗୁଡା କଣ ପୁରା ବୁଲି ଯାଉଛନ୍ତି, ସ୍ପିନ୍ ହେଇଯାଉଛନ୍ତି। ସେ କଣ କହୁଛି, ଦ ୱିଣ୍ଡ ସ୍ୱିଲ୍ସ around and it sets them off spinning। ସେମାନେ ସେ ସ୍ପିନ୍ ହେଇଯାଉଛନ୍ତି, ବୁଝୁଛି କି ନାହିଁ, ସେମାନେ ବୁଲି ଯାଉଛନ୍ତି କ୍ଲାଉଡ ଗୁଡା, ହେଲା କି ନାହିଁ, ପୁରା ସ୍ପିନ୍ ମାନେ ଯେମିତି তুমি ବୁଲ ଯେମିତି ଚକ୍ରି ଚକ୍ରି ସେଇ ଟାଇପରେ ବୁଲି ଯାଉଛନ୍ତି ପବନ ଯୋଗୁ। ବୁଝୁ, while the moon keeps an eye on them constantly grinning। ଗ୍ରିନିଂ ମିନିଂ କହିଲି ସ୍ମାଇଲିଂ ହାପିଲି, ଶୁଭୁଛି କି ନାହିଁ। ଯେତେବେଳେ କି ପବନ ଯୋଗୁ କ୍ଲାଉଡ ଗୁଡା ସ୍ପିନ୍ ହେଇ ମାନେ ବୁଲି ବୁଲି ଯାଉଛନ୍ତି, ସେଇ ସମୟରେ ମୁଭ୍ସ ମାନେ ମୁନ୍ କଣ କରୁଛି, ସେ ଯୋଉ କ୍ଲାଉଡ ମାନଙ୍କ ଉପରେ ଆଖି ରଖିଛି ବା କ୍ଲାଉଡ ମାନଙ୍କୁ ଚାହିଁଛି, ହେଲା କି ନାହିଁ, ସତର୍କତାର ସହ ଚାହିଁଛି ଏବଂ ଦେଖିକି କଣ କରୁଛି, ହାପିଲି ସ୍ମାଇଲ କରୁଛି, ଶୁଭୁଛି ନା ନାହିଁ। ହ୍ୟାଲୋ ରିପ୍ଲେ। ଆଜ୍ଞା ସାର୍। ତାପରେ କଣ କହୁଛି, and the stars start to twinkle whistle a tune, ହେଲା କି ନାହିଁ। whistle a tune ମାନେ ମାନେ ଗୀତ ଗାଇବା, ଯେମିତି ପବନରେ ଆମେ ହୁଇସିଲ ମାରନ୍ତି ସମଥିଙ୍ଗ, ସେଇ ଟାଇପର ସେମିତି ଗୋଟେ ଷ୍ଟାର୍ସ ମାନେ ବି ଟ୍ୱିଙ୍କଲ କରୁଛନ୍ତି ବା ସାଇନିଂ କରୁଛନ୍ତି, ଏବଂ ଷ୍ଟାର୍ସ ମାନେ ଆଉ କଣ କରୁଛନ୍ତି, ଟ୍ୱିଙ୍କଲ ବା ଗୋଟେ ଟ୍ୟୁନ୍ ବା କ୍ରିଏଟ କରୁଛନ୍ତି, which never gets old for the ocean and moon। ତାହେଲେ ଏଇ ଯୋଉ ବେସିକାଲି ଏଇ ଜିନିଷଟା ଷ୍ଟାର୍ସ ମାନେ ଟ୍ୱିଙ୍କଲ କରୁଛନ୍ତି, କ୍ଲାଉଡ ମାନେ ଆକ୍ଚୁଆଲି କଣ ଭାସି ଭାସି ଯାଉଛନ୍ତି। ତ ଏଇ ଜିନିଷଟା ଓସିଆନ ଆଉ ମୁନ୍ ପାଇଁ କିଛି ବି ନୂଆ ନୁହଁ, ସେ ଏମିତି ସବୁଦିନ ପରେ ସେ ଦେଖୁଛନ୍ତି, which never gets old for the ocean and moon। ତାମାନେ ଓସିଆନ ଆଉ ମୁନ୍ ଏଠି ବୋର ନ ହେଇକି ଏଇ ସବୁ ଜିନିଷକୁ ଦେଖୁଛନ୍ତି, ବୁଝୁଛି କି ନାହିଁ। ଆରେ ପିଲେ Yes sir। Yes sir। ତାପରେ କଣ ଆସିଲା ଏଇଟା, the waves applaud loudly। କଣ କହୁଛି, the waves applaud loudly by chasing the shore। ଚେଜିଂ ଦ ସୋର ମାନେ ଆକ୍ଚୁଆଲି କଣ, କ୍ରାସିଂ ଦ ସୋର, ସରି କ୍ରାସିଂ ଦ ସୋର ମାନେ ସେ ୱେଭ୍ ଗୁଡା ଆପଲାଉଡ କରୁଛନ୍ତି। ଆପଲାଉଡ କଣ ପାଇଁ ହଉଛନ୍ତି, ତାମାନେ ଆପଲାଉଡର ମିନିଂ କଣ କହିଥିଲି, ତାମାନେ ସିମ୍ପଲ ସେମାନେ ଖୁସି ଅଛନ୍ତି, ହେଲା କି ନାହିଁ। ତାମାନେ ୱେଭ୍ସ ଗୁଡା ଖୁସି ହେଇକି କଣ ଚେଷ୍ଟା କରୁଛନ୍ତି, ଆପଲାଉଡ୍ସ ଲାଉଡଲି, ହେଲା କି ନାହିଁ। ଯେ ପବନର ଢେଉ ଗୁଡା ସମୁଦ୍ର ଢେଉ ବାଡେଇ ହୁଏ, ସାଉଣ୍ଡ ଟା ହୁଏନି, ଘୋ ଘୋ ଶବ୍ଦ ସମୁଦ୍ର କୂଳରେ, ତ ସେଇ ଟାଇପର ସାଉଣ୍ଡ କରୁଛନ୍ତି ଖୁସିରେ, କେମିତି ନା କୂଳକୁ ଆସିକି, ହେଲା କି ନାହିଁ। ଚେଜିଂ ଦ ସୋର ମାନେ କ୍ରାସିଂ ଦ ସୋର ମାନେ କୂଳ ଲଙ୍ଘନ କରୁଛନ୍ତି, ଶୁଭୁଛି କି ନାହିଁ, କ୍ଲାଉଡ ଗୁଡା, ସେ ୱେଭ୍ସ ଗୁଡା। while the trees grow pause, while the trees grow up higher to listen some more। ତାପରେ ସେଇ ସମୟରେ କଣ ହଉଛନ୍ତି, ୱେଭ୍ ଗୁଡା ଆକ୍ଚୁଆଲି କ୍ଲାଉଡ କରୁଛନ୍ତି ସମୁଦ୍ର କୂଳ ଲଙ୍ଗିକି, ଯୋଉ ସାଉଣ୍ଡ ହଉଛି ୱେଭ୍ ର, ସେଇ ସମୟରେ ଟ୍ରି ଗୁଡା ଆହୁରି ଅଧିକା ଟଲର ଗ୍ରୋ ହେଇକି ସେଇ ସବୁ ସାଉଣ୍ଡ ଗୁଡା କି ସେଇ ଯୋଉ ଷ୍ଟାର ଯୋଉ ଟ୍ୱିଙ୍କଲ କରୁଛି ଯୋଉ ଆଉ ଏବଂ ଯୋଉ ଟ୍ୟୁନ୍ ବୋର୍ଡ ବାହାର କରୁଛି, ଏଇ ସବୁ ଜିନିଷକୁ ସେମାନେ ଦେଖୁଛନ୍ତି, ବୁଝୁଛି କି ନାହିଁ। ତାମାନେ ଟ୍ରି ଏଇ ଯୋଉ ଶୋ ଟାକୁ ଏନ୍ଜୟ କରୁଛି, କୋଉ ଶୋ ଟାକୁ, କ୍ଲାଉଡ ଗୁଡା ଯୋଉ ଆକାଶରେ ଭାସି ଭାସି ଯାଉଛନ୍ତି, ହେଲା କି ନାହିଁ। ଷ୍ଟାର୍ସ ମାନେ ଟ୍ୱିଙ୍କଲ କରୁଛନ୍ତି, ଏ ଯୋଉ ଟ୍ୟୁନ୍ ବାହାରୁଛି, ହେଲା, ୱେଭ୍ସ ଗୁଡା ଆପଲାଉଡ କରୁଛି, ମାନେ ସମୁଦ୍ର କୂଳ ଲଙ୍ଗିକି, ଏଇ ସବୁ ଜିନିଷକୁ ଟ୍ରି ମଧ୍ୟ ଏନ୍ଜୟ କରୁଛି ଦେଖିକି, ବୁଝିଲା କି ନାହିଁ। ହ୍ୟାଲୋ ରେ ପିଲାମାନେ, Yes sir। ତାପରେ କଣ କହୁଛି, if you wander outside and you look up by chance। ୱାଣ୍ଡର ମାନେ କଣ, ବୁଲିବା, ୱାଣ୍ଡର ମାନେ କଣ, ବୁଲିବା। ଯଦି ତୁମେ ବାହାରେ ବୁଲୁଥିବ and you look up by chance, look up ମାନେ ଆକ୍ଚୁଆଲି କଣ, ଲୁକ୍ ଅପ୍ ମାନେ ଅପ୍ ମାନେ ଆକ୍ଚୁଆଲି ଉପରକୁ, ଉପରକୁ ଦେଖିବା। ଯଦି ତୁମେ ବାଇଚାନ୍ସ ବାହାରେ ଦେଖୁଥିବ ଏବଂ ବାଇଚାନ୍ସ ମାନେ କଣ, ମାନେ ମାନେ ବାଇଚାନ୍ସ ମାନେ ଆକ୍ଚୁଆଲି କଣ, ମାନେ ହଠାତ୍ ଯୋଉ କହନ୍ତି ସଡନଲି, ଯଦି ତୁମେ ବାହାରେ ବୁଲୁଥିବ ଏବଂ ଉପରକୁ ଦେଖିଦବ, ୟୁ ମେ କ୍ୟାଚ୍ ଦ କ୍ଲାଉଡ୍ସ ଇନ୍ ଦ ମିଡଷ୍ଟ ଅଫ ଦ ଡ୍ୟାନ୍ସ। ମିଡଷ୍ଟ ମାନେ କହିଥିଲି ଇନ୍ ଦ ମିଡିଲ ଅଫ। ଯଦି ତୁମେ ବାହାରେ ବୁଲୁଥିବ ହଠାତ୍ ତୁମେ ଉପରକୁ ଦେଖିଦେବ, ତାହେଲେ ତୁମେ ଦେଖିବ କ୍ଲାଉଡ୍ସ ମାନେ ଡ୍ୟାନ୍ସ କରୁଥିବାର ତୁମେ ଦେଖିବାକୁ ପାଇବ, ଶୁଭୁଛି ନା କଣ କହିଲି। ଆରେ ବିଲେ Yes sir। Yes sir। ତାପରେ କଣ କହୁଛି ଏଇ ଷ୍ଟାଞ୍ଜାଟା, ତାପରେ ଏଠି ପୋଏଟ କଣ କହୁଛନ୍ତି, ବଟ୍ ୟୁ ହାଭ୍ ଟୁ ବି କ୍ୱିକ୍, ହେଲା କି ନାହିଁ। କହୁଛି ତୁମକୁ ଦେଖିବାକୁ ଗଲେ ଏଇ ଜିନିଷଟା ମାନେ ଜଲ୍ଦି ଜଲ୍ଦି ଦେଖିବାକୁ ପଡିବ, ହେଲା କି ନାହିଁ। ତ ତୁମକୁ କାହିଁକି କ୍ୱିକ୍ ହବ, ଏଠି ଦେଖ ପୋଏଟ ଏଠି କହୁଛନ୍ତି ତୁମକୁ ଏଇ ଜିନିଷ ଜଲ୍ଦି କରିବାକୁ ପଡିବ। କାହିଁକି କହୁଛନ୍ତି ଜଲ୍ଦି କରିବାକୁ ପଡିବ, ବିକଜ କ୍ଲାଉଡ୍ସ ମୁଭ୍ ଏଲଙ୍ଗ, ଶୁଭୁଛି କି ନାହିଁ। ତାର କାରଣ ହଉଛି କ୍ଲାଉଡ୍ସ ଗୁଡା ଠୁ କ୍ୱିକଲି ମୁଭ୍ କରିଯିବେ ଯଦି ତୁମେ ନ ଆସିବ, ଶୁଭୁଛି କି ନାହିଁ। ବିକଜ କ୍ଲାଉଡ୍ସ ମୁଭ୍ ଏଲଙ୍ଗ ମିନ୍ସ କ୍ଲାଉଡ୍ସ ମୁଭ୍ ଫାଷ୍ଟ, ତାମାନେ କ୍ଲାଉଡ୍ସ ମାନେ ବହୁତ ଜଲ୍ଦି ମୁଭ୍ କରିଯାଆନ୍ତି, ସେଥିପାଇଁ ତୁମକୁ ଜଲ୍ଦି ଏସବୁ କାମ କରିବାକୁ ପଡିବ, ବାହାରକୁ ଆସି ଦେଖିବାକୁ ପଡିବ। and they float through the sky at the end of the song। at the end of the song ମାନେ ଯୋଉ ହୁଇସିଲ ଟ୍ୟୁନ୍ ହଉଛି, ପବନ ବାଇଲା ବେଳେ ଯୋଉ ଟ୍ୟୁନ୍ ଟା ବାହାରୁଛି, ହେଲା କି ନାହିଁ, ଷ୍ଟାର ଟ୍ୱିଙ୍କଲ କରୁଛି, ତ
ଆରେ ଶେଷ ବେଳକୁ କଣ କରିବ କ୍ଲାଉଡ ଗୁଡା ଫାଷ୍ଟଲି ମୁଭ କରିକି ପଳେଇଯିବେ ସବୁ କି ନାହିଁ ତୁମେ ଆଉ ଦେଖିପାରିବ ନାହିଁ ତୁମକୁ ଏଇ ସବୁ ଜିନିଷ କଣ କରିବେ ଜଲ୍ଦି କରିବାକୁ ପଡିବ ହେଲା କି ନାହିଁ ତାହେଲେ ତାଙ୍କ ଡ୍ୟାନ୍ସ ଯେତେବେଳେ ଏଣ୍ଡ ହେଇଯିବ ହେଲା କି ନାହିଁ ଯେତେବେଳେ ତାଙ୍କର ଡ୍ୟାନ୍ସ ସରିଯିବ ସେତେବେଳେ ସେ କଣ ଚୁପଚାପ ପଳେଇଯିବେ ବା ତୁମେ ଆଉ ଦେଖିପାରିବ ନାହିଁ ତ ଡ୍ୟାନ୍ସ ପଳେଇଯିବ ମାନେ କଣ ଡ୍ୟାନ୍ସ ପଳେଇଯିବ ମାନେ କ୍ଲାଉଡ ଆକାଶରେ ଯୋଉ କ୍ଲାଉଡ ଗୁଡା ଯୋଉ ପ୍ୟାଟର୍ନ ଫର୍ମେସନ କରି ମୁଭ କରୁଥିବେ ଫ୍ଲୋଟ କରୁଥିବେ ତାହେଲେ ସେଇଟା ସରିଯିବ ତାହେଲେ ସେଇଟା ତାଙ୍କ ଡ୍ୟାନ୍ସ ସରିଲେ କଣ ହବ କ୍ଲାଉଡ ମାନଙ୍କ ଡ୍ୟାନ୍ସ ସରିଲା ପରେ ସିମ୍ପଲ ବର୍ଷା ଆସିବ ବୁଝୁଛି କି ନାହିଁ ଦେଖି ବର୍ଷା ଯେତେବେଳେ ଆସିବ ବର୍ଷା ଯେତେବେଳେ ପଡିବ ଆଉ ଆକାଶରେ କ୍ଲାଉଡ ତୁମେ ଦେଖିବନି ବର୍ଷା ପୂର୍ବରୁ କ୍ଲାଉଡ କୁ ବେସିକାଲି ଦେଖାଯାଏ ଠିକ ନା ନାହିଁ ହ୍ୟାଲୋ ଶୁଭୁଛି ନା ପିଲେ Yes, sir. ତାପରେ Yes, କଣ sir. କହୁଛି Yes, sir. they drift all directions drift ମାନେ କହିଲେ move slowly ତ ସେମାନେ ପୁରା କ୍ଲାଉଡ ଯେତେବେଳେ ଟ୍ରାଭେଲ କରୁଥିବେ ସ୍କାଇରେ ଫ୍ଲୋଟ କରୁଥିବେ ଚାରିଆଡେ ଫ୍ଲୋଟ କରୁଥିବେ ଅଲ୍ ଡାଇରେକ୍ସନରେ ଫ୍ଲୋଟ କରୁଥିବେ ଶୁଭୁଛି କି ନାହିଁ ଦିସ୍ ୱେ ଆଣ୍ଡ ଦ୍ୟାଟ ମାନେ କୁଛି ଏଣେ ତେଣେ ଏମିତି ସେମିତି ମାନେ ଚାରିଆଡେ ସେ ଟ୍ରାଭେଲ କରୁଥିବେ ବା ଫ୍ଲୋଟ କରୁଥିବେ ଦ ଫ୍ଲଫି କ୍ଲାଉଡ୍ସ ଦ ଡ୍ରପି କ୍ଲାଉଡ୍ସ ଦ ସ୍କିନି ଆଣ୍ଡ ଫ୍ୟାଟ ତାମାନେ ଏଠି କ୍ଲାଉଡ ବିଷୟରେ ପୋଏଟ ଏଠି ଚେଷ୍ଟା କରିବାକୁ ମାନେ କିଛି ଡେସ୍କ୍ରାଇବ କରିବାକୁ ଚେଷ୍ଟା କରୁଛନ୍ତି ବୁଝି କି ନାହିଁ ଯେମିତି କି ଫ୍ଲଫି କ୍ଲାଉଡ୍ସ ଡ୍ରପି କ୍ଲାଉଡ୍ସ ମାନେ କ୍ଲାଉଡ ଡ୍ରପ ସ୍କିନି ମାନେ ବହୁତ ଥିନ୍ କ୍ଲାଉଡ୍ସ ବହୁତ ଫ୍ୟାଟ କ୍ଲାଉଡ୍ସ ଏଇ ଟାଇପର ଯୋଉ ବେସିକାଲି କ୍ଲାଉଡ ର ଡିଫରେଣ୍ଟ ସେପ୍ ବିଷୟରେ କୁହା ହଉଛି ଶୁଭୁଛି କି ନାହିଁ ଫ୍ଲଫି ଡ୍ରପି ସ୍କିନି ଆଣ୍ଡ ଫ୍ୟାଟ ଶୁଭୁଛି କି ନାହିଁ ହ୍ୟାଲୋ ରେ Yes, sir. କିଛି କ୍ଲାଉଡ୍ସ ଫ୍ଲପି କିଛି କ୍ଲାଉଡ୍ସ ଡ୍ରପି କିଛି କ୍ଲାଉଡ୍ସ ସ୍କିନି କିଛି କ୍ଲାଉଡ୍ସ ଫ୍ୟାଟ ଏଇ ଟାଇପର କ୍ଲାଉଡ୍ସ ଚାରିଆଡେ ସେ ଆକ୍ଚୁଆଲି ଟ୍ରାଭେଲ କରନ୍ତି ବା ଫ୍ଲୋଟ କରନ୍ତି ବା ଆକାଶରେ ଭାସି ଭାସି ଯାଆନ୍ତି ସିମ୍ପଲ and when each of them settles in its own patch of sky ଏଠି patch of sky ମାନେ କଣ actually patch of sky ମାନେ ଆକାଶରେ ଗୋଟେ ଛୋଟ ଏରିଆ କଣ patch of sky ମାନେ small area in the sky କଣ Small area in the sky. small area in the sky ବୁଝି କି ନାହିଁ ଯେତେବେଳେ each of them settles ଦେଖ ନୋଟିସ କର ଏଠି each of them settles ଲାଗିଛି ତ settles ଲାଗିଛି ମାନେ ଏଠି settles ହଉଛି verb ନୋଟିସ କର main verb ତ ଏଠି settles ମାନେ ଏଠି V1 ର SES ଫର୍ମ ଅଛି କି ଫର୍ମ V1 ର SES ଫର୍ମ ଅଛି ବୁଝି କି ନାହିଁ ତ ଏଠି V1 ର SES ମାନେ ନିଶ୍ଚିତ ଭାବରେ କିଏ ସିଙ୍ଗୁଲାର ସବଜେକ୍ଟ ଥିବ ଏଠି ତ them ଅଛି ଏଠି ସିଙ୍ଗୁଲାର ସବଜେକ୍ଟ କିଏ ଅଛି ଏଇ ଜାଗାରେ କାହା ପାଇଁ ଲାଗିଛି ଏଠି SES ଫର୍ମ କହିପାରିବ The clouds. ଇଜ୍ ପ୍ରତ୍ୟେକ ଏଠି ଇଜ୍ ଆକ୍ଚୁଆଲି ବୁଝୁଛି ସିଙ୍ଗୁଲାର କୁ ବୁଝୁଛି କି ନାହିଁ ଇଜ୍ ବୁଝୁଛି କାହାକୁ ସିଙ୍ଗୁଲାର କୁ ଦ୍ୟାଟ୍ ଇଜ କ୍ଲାଉଡ୍ସ ମାନେ ଇଜ୍ କ୍ଲାଉଡ ପ୍ରତି କ୍ଲାଉଡ କୁ କୁହାଉଛି ଏଠି ଯେତେବେଳେ ପ୍ରତିଟି କ୍ଲାଉଡ ସେଟେଲ୍ସ ଇନ୍ ଇଟ୍ସ ଓନ୍ ପ୍ୟାଚ୍ ଅଫ୍ ସ୍କାଏ ତାହେଲେ ଆକାଶରେ ଗୋଟେ ଛୋଟ ଏରିଆରେ ଯେତେବେଳେ ସେମାନେ ସେଟେଲ ହେଇଯାନ୍ତି ଯେତେବେଳେ ବସିଯାଆନ୍ତି ବୁଝୁଛି କି ନାହିଁ ତାମାନେ ଯେତେବେଳେ ସେମାନେ ତାଙ୍କ ନିଜ ଜାଗାକୁ ପଳେଇ ଯାଆନ୍ତି ସେଟେଲ୍ସ ଇନ୍ ଇଟ୍ସ ଓନ୍ ପ୍ୟାଚ୍ ଅଫ୍ ସ୍କାଏ ମିନ୍ସ ଯେତେବେଳେ ସ୍କାଏରେ କ୍ଲାଉଡ ଗୁଡା ତାଙ୍କ ନିଜ ଜାଗାକୁ ପଳେଇ ଯାଆନ୍ତି ଦେ ଗୋ ଇନ୍ ଦେୟାର ଓନ୍ ପ୍ୟାଚ୍ ଅଫ୍ ସ୍କାଏ ଇନ୍ ଦେୟାର ଓନ୍ ଏରିଆ ଇନ୍ ଦ ସ୍କାଏ ତାଙ୍କ ନିଜ ଜାଗାକୁ ପଳେଇ ଯାଆନ୍ତି ଦେ ଆର୍ ସ୍ୟାଡ୍ ସେତେବେଳେ ସେ ଦୁଃଖୀ ହେଇଯାଆନ୍ତି କାହିଁକି ଯେତେବେଳେ ତୁମେ ଖେଳୁଥିବ ଖେଳ ସରିଲା ପରେ ତୁମ ଘରକୁ ପଳେଇ ଆସ କି ନାହିଁ ଠିକ ସେଇ ଟାଇପର ଯେତେବେଳେ ସେ ଆକାଶରେ ଫ୍ଲୋଟ କରୁଛନ୍ତି ତାମାନେ କଣ ସେ ବାହାରେ ବୁଲୁଛନ୍ତି ଯେତେବେଳେ ସେ ପଳେଇଯିବେ ତାମାନେ କଣ ସେ ଘରକୁ ପଳେଇଲେ ସେତେବେଳେ ତାଙ୍କୁ ଘର ଲାଗେ ତାଙ୍କୁ ଡର ଲାଗେ ଦେ ଆର୍ ସ୍ୟାଡ୍ ସେମାନେ ତାଙ୍କୁ ଦୁଃଖ ଫିଲ୍ ହୁଏ କାହିଁକି ଦ୍ୟାଟ୍ ଇଟ୍ସ ଓଭର ଆଣ୍ଡ ସମ୍ ଅଫ୍ ଦେମ୍ କ୍ରାଏ ହେଲା କି ନାହିଁ ତାଙ୍କ ପ୍ଲେ ଟାଇମ୍ ତାଙ୍କ ଡ୍ୟାନ୍ସିଂ ଟାଇମ୍ ବନ୍ଦ ସେଥିପାଇଁ କିଛି କ୍ଲାଉଡ୍ସ ମଧ୍ୟ କାନ୍ଦନ୍ତି ଏଇଠି ଯୋଉ କାନ୍ଦିବା କଥାଟା କିଏ କାନ୍ଦୁଛି ଆକ୍ଚୁଆଲି କ୍ଲାଉଡ୍ସ କାନ୍ଦୁଛି କାହିଁକି କ୍ଲାଉଡ୍ସ କାନ୍ଦୁଛି କ୍ଲାଉଡ୍ସ ଏଠି କାହିଁକି କାନ୍ଦୁଛି ଶୁଭୁନି କି ହଁ ତାପରେ ତାଙ୍କ ଖେଳ ନାଚ ସରିଗଲା ଶୁଣ ହଁ ତାଙ୍କ ଖେଳ ନାଚ ସରିଗଲା ଆଉ ଏଠି ବି ଆଉ ଗୋଟେ ମିନିଂ କହୁଛି ସମ୍ ଅଫ୍ ଦେମ୍ କ୍ରାଏ ତ ଏଠି ଯେମିତି ତୁମେ କାନ୍ଦିଲେ କଣ ହୁଏ ଶୁଣି ତୁମେ କାନ୍ଦିଲେ କଣ ହୁଏ ଆରେ ତୁମେ ଯେତେବେଳେ କାନ୍ଦ କଣ ହୁଏ ଆଖିରେ ଲୁହ ଝରେ ଯେତେବେଳେ ହଁ ଠିକ ସେମିତି ଯେତେବେଳେ କ୍ଲାଉଡ୍ସ କାନ୍ଦୁଛି ତ କ୍ଲାଉଡ୍ସ ସେମିତି ଟିୟର ବି ବାହାରିବ ଯୋଉ ଟିୟର ବାହାରିଛି ସେ ଟିୟର କଣ ହବ ନା ଲୁହା ଆକାରରେ ଝରିବ ତେଣୁ ତାର ଯୋଉ ଟିୟର କିଏ ତାର ଟିୟର ହଉଛି କିଏ ନା ରେନ୍ ଶୁଭୁଛି କି ତାର ଟିୟର ହଉଛି କିଏ ନା ରେନ୍ ତ ତେଣୁ ବର୍ଷା ତାପରେ ହବ ଶୁଭୁଛି କି ନାହିଁ ଯେତେବେଳେ ତ ଖେଳ ଓଭର ହେଇଯିବ ସେ କାନ୍ଦିବେ ମାନେ ଟିୟର ଆସିବ ତାଙ୍କର ତାପରେ ଟିୟର ମାନେ ତାଙ୍କ ରେନ୍ ବର୍ଷା ହବ ଆମର ସିମ୍ପଲ ଶୁଭୁଛି କି ନାହିଁ ଆରେ ତାପରେ ଏଠି ସମ୍ ଅଫ୍ ଦେମ୍ କ୍ରାଏ ମାନେ ତାପରେ ଇଟ୍ ରେନ୍ସ ତାପରେ ବୁଝି ନା ନାହିଁ ଆରେ ଦେଖ ପୋଏମ ର ମିନିଂ ହଉଛି ଅଲଗା ପ୍ରକାର
बुझी ना ओके तापर कौन कहा तापर से कहूची कुछ टीयर फ्रॉम ए क्लाउड इज नॉट लाइक योर्स और माइन बुझे कि नहीं कुछ गोटे क्लाउड जो टीयर टा कुछ तुम मो परिका नुह मैंने तुम मन कर तुम लुह कि मो लुह कि आम ह्यूमन मान लुह परिका नुह आम मान लुह केमती आसे जो आम कांदती धीरे धीरे आखिर एपटे बहे शुची नहीं आम टीयर कौन करे ह्यूमन टीयर इट मूव स्लोली केमी डाउनवर्ड्स बहे किंतु जिते क्लाउड टीयर करे क्लाउड टीयर माने क्लाउड टीयर करे माने जब वर्षा हुए से कौन हुए इट फॉल्स फ्रॉम द स्काई इन ए वेरी स्ट्रेट लाइन समझ कि नहीं पूरा स्ट्रेट पाथ रे से पड़े बुझुची ना नहीं जब क्लाउड Yes, वर्षा sir. करे समझी Yes, sir. तामाने बुझी परिबा कि पूरा स्ट्रेट वर्षा हुए स्ट्रेट तार टीयर्स बा स्ट्रेट लाइन रे वर्षा आसिके बेसिकली हमर कोन ग्राउंड रे पड़े ओके तापर कोन कहूची तापर ये आमर जो लुह परिका ड्रॉप बाय ड्रॉप पड़े नहीं पूरा एकाधर वर्षा पड़े पूरा स्ट्रेट पाथ रे इट वेट्स ऑल द ग्रास एंड इट स्प्लैशेस द लेग्स समझे कि नहीं स्प्लैशेस द लेग्स माने कहि परिबा एठी माने ह्रद रे पड़िला पर लेक रे पड़ला पर से जो हिट जो साउंड जो करूची ता माने परि परि कोन एठी स्प्लैश कहि पारे माने लेक गुडा एक्चुअली पूरा पूर्ण कर दोची वर्षा जल रे समझे कि नहीं कुछ बेसिकली कुछ घास रे लेक रे वर्षा पड़ुची हैला कि नहीं कुछ एंड द एनिमल्स लव ऑल द साउंड्स दैट इट मेक्स कुछ एवं एनिमल्स माने से वर्षा रो जो रेन ड्रॉप रो जो साउंड को मध्य बहुत भलो पाउचंती वर्षा जल होउची काहे कि देखो वर्षा हबो वर्षा हेले कोन हुए तो प्लांट्स माने उठिबे प्लांट्स माने ग्रो हेले किछि एनिमल्स माने से प्लांट्स नो खाइबे समझी कि नहीं माने मन करा तुम छेले ग्रास हो जदि घास मरि जिवो डियर गोट बाकी घास पर जो प्लांट्स माने एनिमल्स पर डिपेंड करथि से माने बंच परिबे नहीं वर्षा हेले वर्षार साउंड से माने भी माने खुशी नहीं तार मजाटा बुझियो कि नहीं तो एनिमल्स माने सिंपल एटा बुझिबा एनिमल्स माने से साउंड को एन्जॉय करछन एठो समझ नहीं एनिमल्स लव ऑल द साउंड दैट इट मेक्स द इट मींस एनिमल्स एन्जॉय द रेन बुझ कि नहीं ओके तापरे तापरे कौन कुछ यू नो कुछ वी नो दिस टीयर्स बाय देयर कुछ वी नो दिस टीयर्स बाय देयर अदर नेम रेन तले ये जो टी रेन कथा कहूची जो टीयर कथा कहूची क्लाउड रो कुछ आमे टीयर को तार अदर नेम रे जानि जोटा कि रेन आमे एटा को रेन बोली कहूचे क्लाउड रो टीयर टा को रेन बोली कहूचे कुछ इफ यू आस्क मी दैट वर्ड इज एंटायरली टू प्लेन समझ कि नहीं तामाने ये जो बेसिकली क्लाउड रो टीयर टा को आमे कहूचे रेन कुछ ये जो रेन वर्ड टा हम भाई बहुत सिंपल समझ कि नहीं ओके तापर कौन कहूची so remember the next time the clouds cry at night ता माने तुझे मन रख नेक्स्ट टाइम क्लाउड्स माने आकाश रे नेक्स्ट टाइम कांदिबे तो क्लाउड्स क्राई माने एक्चुअली वर्षा हबो क्लाउड्स क्राई माने कोन जतरे आकाश रे वर्षा हबो बुझि नहीं त रात्रि जतरे क्लाउड माने वर्षा हबो आकाश रे ता माने द डांस इज ओवर लाइक नहीं तने क्लाउड माने को डांस सरी जाईची बर्तन से दुख रे कांदुचंती माने वर्षा होची बुझि इट्स टाइम टू स्लीप टाइट लाइक नहीं स्लीप टाइट माने बर्तन माने सोइबार समय लाइक नहीं पूरा सेफली तमे वेरी बढ़िया भाव शुआ समझिला नहीं कौन कहला हेलो हेलो रे तापर जेते बेले राति रे वर्षा हबो एटा होउची हमर बेड टाइम हम सोइबा समय बुझी सिंपल तापर क्लाउड माने को डांस सरी गेलानी एटा होउची हम सोइबा समय चुपचाप हमें सोइबा एटा हमर सरी गेला त माने एठी एटी हमर कुआ होउची एटी पोएट ए कहयौ चाहउचंती एटी क्लाउड को एज ए प्लेफुल डांसर बा बेसिकली को प्लेफुल डांसर माने एक्चुअली को माने गोटे प्लेफुल माने को कहि परिबा ताकर एक्टिविटी गोटे ताकर डांस सहित पोएट एक्चुअली कंपेयर करियो चेष्टा करछंती जेतल तम डांस सरी जाउची से दुख प्रकाश करछन जो कांदुचंती जोटा कि तम कांदड़ा वर्षा करे पडुची तो एटा एक्चुअली कोन गोटे एक्चुअली गोटे फ्रेंडली वे रे एक्चुअली पोएट डिस्क्राइब करियो चेष्टा करछंती ठीक ना नहीं बुझी अरे Yes, sir. Yes, sir. अच्छा डिफिकल्ट वर्ड्स जहाँ मैं कहली सब लेक्चर लिखना Yes, sir. लिखि जा ताले एट जो प्रथमे जो जिनस कहितले बर्तन सेटा को आसिया डिस्क्राइब करिया एटा
Read the given paragraph and match the highlighted words with their meanings given in the box below. Clap loudly. Clap loudly. Clap loudly like कौन होता है? एटी बॉक्स अछि एटी. Clap loudly meaning टा ये जो paragraph रो अछि कोठी कोठी खोजिबो. कौन ता meaning? तुम नहीं. So grinning. अबे ग्रीनिंग मैंने बा पागल स्माइलिंग हैप्पीली गुआ वाला. हाँ स्माइलिंग ब्रॉडली सिंपल कहि परिबा. क्लैप माने कोन? क्लैप लाउडली जोर ताली मारिबा एटा कोन कुआ होची? अपलोड कहबेनी. अरे पागल. अपलोड रो मीनिंग मु कोन कहितली? खुशी ताली मारिबा. तो क्लैपिंग केतले करियो? दुखरे क्लैपिंग करू की? हाँ मन बगा. कोन होतले? क्लैप लाउडली माने अपलोड. ता माने जो वर्ड रो मीनिंग ता ए जो फ्रेज रो मीनिंग ता एटा बुझिबो हला. तापरे मोल्डिंग माने कोन सॉरी शेपिंग ट्विस्ट अराउंड शेपिंग रो मीनिंग टा कोन बा भितरु Folding. मोल्डिंग बुझि पेला नै तापरे ट्विस्ट माने चेंज होचंती परिवर्तन होचंती चेंजेस होचंती कोन ट्विस्ट अराउंड माने कोन बतले ऑलरेडी म कहि सैलिनी कोन केबे तुने की ट्विस्ट अराउंड मीनिंग कोन हबो ट्विस्ट माने परिवर्तन ताको डायरेक्शन चेंज करचंती सेटा स्पिन करचंती बोला बुलुचंती तो स्विरल हबो नेटा अरे Yes, sir. एटा स्विरल हबो काहे कि स्विल रो मीनिंग कोन कहली को स्विल रो मीनिंग कहली कोन दैट इज लिखिसी बोले स्विरल काहे हां स्पिन और मूव अराउंड इन एयर तो से ट्विस्ट माने भी माने अराउंड माने चारि पाखर मतलब डायरेक्शन चेंज करचंती स्मॉल एरिया माने कोन बेटी Patch. एग्जैक्टली अब ग्रीनिंग माने कोन हबो माने स्माइलिंग कदा आसीबो ग्रीनिंग माने सुने की ग्रीनिंग माने कोन करे स्माइलिंग ब्रॉडली कोन हबो ओके अब एटा सरी गेला एटा सरी अपलोड माने एटा आप सर जाई ड्रिप स्लोली कोन हबो Sir dripped so slowly. ड्रिप स्लोली Sir धीरे शब्द. then move slowly in any direction समझी ओके एटा सरी गेला डिफिकल्ट लागुची की No, sir. No, sir. match the main ideas that is 1 to 13 it actually कितने अछि 13 स्टैंजा अछि actually तो जो 1 to 13 स्टैंजा रे तर मेन आइडिया सब तुम शेयर करो लेकिन नहीं was given below to each couplet of the poem समझ कि नहीं तमने एटी कोन हिची तमने एटी देखो 13 टा आइडिया दिया हिची समझ कि नहीं 13 टा आइडिया दिया हिची आ हमरो 13 टा स्टैंजा भी हमें पढ़िले समझ कि नहीं स्टैंजा माने एटा गोटे स्टैंजा समझ कि नहीं तल से ईच स्टैंजा रो गोटे गोटे एटी तार मीनिंग दिया हिची तो तुमको तो मैच करैटा केतना नंबर स्टैंजा को बिलोंग करछि द क्लाउड्स मूव क्विकली अक्रॉस द स्काई फ्लोटिंग अवे एज द सॉन्ग एंड्स एटा केतना नंबर स्टैंजा को बुझौछि एते एटी देखिबा बुझना पिले एटा एक्चुअली केतना नंबर स्टैंजा को बुझौछि एटा होछि तमर एक नंबर ठीक ना नहीं एटा 1 2 कोडा बुझौछि एटी तुमने की छुआ बही तम पाखर अछि ना नहीं नहीं No, sir. No. ओहो पीडीएफ भी नहीं Sir PDF ଅଛି. देखो एटा द क्लाउड्स मूव क्विकली अक्रॉस द स्काई ता माने ड्रिफ्ट करछि जोठी होछि देखो ड्रिफ्ट माने मूव क्विकली अक्रॉस द स्काई सॉरी मूव स्लोली तले क्लाउड्स माने स्पिन करी स्विल करी जाउछन्ती फ्लोटिंग अवे एज द सॉन्ग एंड्स तेरे गीत सरी जाउछि से भासी कोडे पळै जाउछन्ती एटा कोडा बोली भाउछ
Hey, देखो at the end of the song, ହେଲା they you have to be quick because the clouds move along, ହେଲା କି ନାହିଁ? ତ ଏଇଟା ହବ ଏଇଟା କେତେ ନମ୍ବରଟା? ଏଇଟା 1 ନମ୍ବର ଯୋଉ ଦେଇଛି ଏଇଟା ହଉଛି 1 ନମ୍ବରରେ ଆସିବ ଆସିବ ଶୁଭୁଛି? ବୁଝିପାରିଲନି? ଆରେ ପିଲେ Yes, sir. Yes, sir. ଏଇ ଯୋଉ ଏଇଠି ଯୋଉ ଅଛି Yes, 1 sir, ନମ୍ବରଟା ବୁଝିପାରିଲି। ତାର ଷ୍ଟାଞ୍ଜା ନମ୍ବର ଦେଲି ମୁଁ। Every night the clouds gather and float together in the sky, ଏଟା କୋଉଠି ବସିଛି ଦେଖ? Every day nightly the clouds get together and they all float with ease since their light as a feather, ঠিক ନା ନାହିଁ? ଏଟା ହଉଛି କୋଉଟା ଦେଲେ 2 ନମ୍ବରଟା ଶୁଭୁଛି? Yes, sir. Sorry, 3 ନମ୍ବରଟା କଣ ହେଲା? Which the rain is known as the cloud tear, which though the poet finds the word rain too simple, ତାହେଲେ ଏଇଟା କେତେ ନମ୍ବର ଆସୁଛି? We know those tears by their other name of rain. If you ask me, that word is entirely too plain. ବୁଝିଲ ନା ନାହିଁ ଛୁଆ? ହ୍ୟାଲୋ, Yes, sir. Yes, sir. ତାପରେ ଏଇଟା କଣ ଅଛି ଦେଖିବା? 4 ନମ୍ବରଟା, the wind spins the clouds while the moon watches over them smilingly. ଶୁଭୁଛି କି ନାହିଁ? ସ୍ମାଇଲିଂ। ତାପରେ ଏଇଟା କୋଉଟା 4 ନମ୍ବରଟା ଆସୁଛି? ଆଁ? While the moon keeps an eye on them, constantly grinning, constantly smiling. ଶୁଭୁଛି ନା ନାହିଁ? ଆରେ Yes, sir. ଓକେ, କ୍ୱେଶ୍ଚନ 5 ତୁମେ ସବୁ କରିପାରିବ ନା କରିପାରିବନି? ଏଇଟା ମୁଁ କରିବି ସବୁ Yes, ଜାଣ sir, କରିଦେମି। କରିଦବ, ଠିକ ଅଛି। ମୁଁ ଖାଲି ସର୍ଟରେ ତୁ ମାର୍କିଂ କରିଦଉଛି। କରିପାରିବୁ? ଶୁଣ ମୁଁ ସର୍ଟରେ ଖାଲି କହିଦେବି, the rain nourishes the earth by splashing on it and creates sounds that animals enjoy. ସିମ୍ପଲ ଏଟା ହଉଛି କୋଉଟା? ଏଟା ଲାଷ୍ଟଟା ହଉଛି ଆନିମଲ୍ସ ମାନେ ଏନ୍ଜୟ କରୁଛନ୍ତି ଏଇଟା, ଠିକ ନା ନାହିଁ? ଏଇଟା ଏଟା ହଉଛି 5 ନମ୍ବର ଆସିଲା। ଓକେ, 6 ନମ୍ବର କାହିଁ? The cloud drifts in all direction in various shapes. କ୍ଲାଉଡ ଗୁଡା ଚାରିଆଡେ ଆକ୍ଚୁଆଲି କଣ ଡ୍ରିଫ୍ଟ କରୁଛନ୍ତି, ମୁଭ୍ କରୁଛନ୍ତି, ବୁଝି ନା ନାହିଁ? ପାଟି କରିବନି, ଅଛି ଦେଇଦେବି ଇଞ୍ଜେକ୍ସନ। ଏଇ ଇଞ୍ଜେକ୍ସନ ଦବ ତାକୁ। ଏଇ ସେ ଇଞ୍ଜେକ୍ସନଟା କାହିଁ? ଦେଖ ଦେଖ ଏଠି କୋଉଟା 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 ଏ ଛୁଆଟା ଦୁଷ୍ଟ ଛୁଆରେ ମୁଁ ଦେଖିଲିଣି, ବୁଝି ନା ନାହିଁ? ଏଟା କୁଆଡେ ଗଲା? ଏଟା କୋଉଟା ହବ? 5 ନମ୍ବରଟା। The rain nourishes the earth by splashing on it and creates sounds that animals enjoy. ଗଲା ଏଟା। The clouds drifts in all directions in various shapes. କୋଉଟା ହବ? କୋଉଠି ଯାଉଛନ୍ତି drift in all directions? ଏଇଠି। They drift in all directions and this and that, the fluffy clouds, droppy clouds, skinny and fat. ଶୁଭୁଛି ନା ନାହିଁ? ଆରେ ଛୁଆ ହ୍ୟାଲୋ, Yes, sir. Yes, sir. ତାପରେ କଣ କହୁଛି ଦେଖ, ଏଇଟା 7 ନମ୍ବରଟା। The clouds shape themselves into different forms which playful laugh at each other. ଛୁଆ ହ୍ୟାଲୋ, Yes, sir. କୋଉଟା ହବ କିରେ? ଏଇଟା ହେଲା। The clouds drift in all ଏଇଟା ସରିଲା ହେଲା, 6 ନମ୍ବର ସରିଲା। The clouds shape themselves into different forms and playfully laugh at each other. ଏଟା ସିମ୍ପଲ ଥୁଆ ହେଇଛି, ଏଇଟା ସେମ୍ ଜିନିଷ। ଗୋଟେ ଏଇଟା 2 ନମ୍ବରଟା 7 ନମ୍ବରଟା। ଆଉ 6ଟା ତମେ ନିଜେ କରିବ, ଶୁଭୁଛି ନା ଛୁଆ? Yes, ହ୍ୟାଲୋ ରେ, sir. ତାପରେ ଆଉ କଣ ଦେଇଛି ଦେଖିବା। Yes, sir. Answer the following questions correctly. So what do you think is the speaker in the poem? ଶୁଭୁଛି କି ନାହିଁ? Who do you think is the speaker in the poem?
Does the speaker's view about clouds make you like them? जी एटी स्पीकर माने बेसिकली पोएट एटी जहाँ भावुଛନ୍ତି क्लाउड विषय रे कुछ तुमरो सेई टाइप रो थिंकिंग आछछु कि अरे Yes, sir. Yes. तुझे identify the true statement from I and to given below. The poem is structured in the poem in the form of couplets. Couplets माने कौन बुझुछि कि नहीं पिले अरे कुछ पोएम गुटा एक्चुअली बेसिकली टू लाइन्स जोटी एंड रे पूरा मिसी जांती भर्स हो जांती से सेटा कबे कहंती बेसिकली कपलेट है कि नहीं जो रिमिंग वर्ड जो होने पर पड़े नहीं से टाइप सेटा कबे कहबा गोटे कपलेट तले पोएम टा पूरा गोटे कपलेट रे स्ट्रक्चर हिची कि अरे पिले नोटिस करो एटी क्ले आउ प्ले देखा होची स्पिनिंग ग्रीनिंग रिमिंग वर्ड लास्ट को आसुनी ना अरे बुझी कि नहीं एटी ट्यून Sir. मून रिमिंग वर्ड आसुनी शोर मोर रिमिंग वर्ड आसुनी चांस डांस रिमिंग वर्ड आसुनी नहीं एलोंग सॉन्ग दैट फैट रिमिंग वर्ड आसुनी नहीं स्काई क्राई माइन लाइन आसुनी नहीं रिमिंग वर्ड लेक्स मेक्स रेन प्लेन नाइट टाइट आसुनी नहीं তাহলে এটা কোন তার মানে এটা একটা কপলেট ফর্ম করছে ইউ শুড নো যেটা যেটি এন্ড রে পোয়েম র এন্ড রে যেটি পর রিমিং ওয়ার্ড আছে এটা গোটে কোন কপলেট ফর্ম করছে সেটা আমি কইবা বুঝি কপলেট আমি কাহ কইবা যেটি বেসিক্যালি টু লাইন মিশি যাନ୍ତି ହେଲା এন্ড হই তাকর রিমিং ওয়ার্ড রে এন্ড হই দিটাক লাইন বুঝি সেটা আমি কইবা কপলেট the poem is made up of four line stanzas that is quatrains তাহলে পোয়েমটা कुछ फोर लाइन स्टांजा रे কোন তিরি হিজি আরে केतरा तीर हिची केते केते लाइन स्टांजा रे गोटे हिची रे केतरा लाइन में से गोटे स्टांजा हिची Line. हां टू लाइन ए टू लाइन गोटे स्टांजा हिनी समझे कि नहीं Yes, sir. हां फोर लाइन ले तो कोई में क्वाड्रेंट्स होगला तो fill in the blank by choosing from the options given in the brackets the tone of the poem shifts from dash to dash समझे कि नहीं एडी एडी पोएम रो जो टोन टा केमिति शिफ्ट होची पोएम रो टोन टा केमिति शिफ्ट होची होची डैश टू डैश तार प्लेफुल टू एक्साइटेड और थॉटफुल टू कैम केमिति को चेंज होची अरे Say playful to thoughtful. प्लेफुल टू थॉटफुल राइट सेशन देखो प्रथम से डांस करछने क्लाउड माने डांस करछने देखो से खेलुचंती खेलले पर से तो वर्षा ही जी आ खेल नहीं तले कोन होची बुझना है क्या हो रहा है बच्चे लोग That playful to thoughtful. प्लेफुल टू थॉटफुल Playful to thoughtful. ସେ ଫାର୍ଷ୍ଟ ସେମାନେ ଖେଳୁଥିଲେ ତାପରେ କାନ୍ଦିଲେ ସେଟା ଗୋଟେ ଥଟଫୁଲ କାମ ହେଲା ସେଥିପାଇଁ अच्छा ठीक अछि तम कथा मु मानिली मो कथा मु मानिली देखिबा तापरे एटा करिया क्वेश्चन आंसर टा तीनटा करिवि देखिबा the clouds are given human like qualities in the poem as they dance and shed tears this is called personification अच्छा ये रेड वर्ड पाइले में personification माने एक्चुअली कोन कहले पिले काहा को हम कहबा एटी personification कहि परिबा जेते बेले मते को गोटे कथा क्लाउड को हम गोटे पर्सन सहित गोटे लोक सहित ह्यूमन सहित कंपेयर करि परिबे कि अरे करि परिबे ना क्लाउड इज ए क्लाउड जेते बेले कोनोसी ऑब्जेक्ट को बा कोनोसी थिंग को हमें कोनोसी गोटे ह्यूमन रो कैरेक्टरिस्टिक्स बा गुण सहित बा क्वालिटी सहित हम कंपेयर करिबा हम सेटा को बेसिकली पर्सनिफिकेशन कोन कहली पर्सनिफिकेशन कोन गोटे कोनोसी एनिमल हो किबा कोनोसी गोटे ऑब्जेक्ट हो कि नहीं मन कर मु कहबी काठ कांदिबो कि नहीं तुम टेबल टा कांदिबो तो टेबल रो ए जो कांदिबा माने कोन गोटे ह्यूमन रो गोटे गुण क्वालिटी यदि सेही टाइप रो कोनोसी गोटे टोन गोटे कोनोसी ऑब्जेक्ट रो ताको इंडिकेट करा जिवो तमे सेही क्वालिटी को कहबा गोटे कोन बेसिकली पर्सनिफिकेशन ह्यूमन लाइक क्वालिटीज बुझुछि नहीं मनुष्य पर के गुण देखैबो सेटा स्पेशली कहते हैं पर्सनिफिकेशन तो शेयर अदर एग्जांपल्स ऑफ पर्सनिफिकेशन फ्रॉम द पोएम जेमिति जेमिति कांदिबाटा होछि गोटे ह्यूमन लाइक क्वांटिटी बा गोटे पर्सनिफिकेशन जेमिति पोएम टा आउ किछि पर्सनिफिकेशन अछि कि अरे अछि सुनै
सर डांस ଡ୍ୟାନ୍ସ କରିବା ଏକ୍ଜାକ୍ଟଲି ସେଇଟା ଗୋଟେ ମାନେ ପର୍ସନିଫିକେସନ। ଲାଭ୍ କ୍ଲାଉଡ ମାନେ ଡ୍ୟାନ୍ସ ଲାଭ୍ କରୁଛନ୍ତି ଇଚ୍ ଅଦର, ସେଇଟା ମଧ୍ୟ ଗୋଟେ ହ୍ୟୁମାନ ର ଗୋଟେ କ୍ୱାଲିଟି। ୟେସ୍ ଅର୍ नो? ହୁଁ ଏକ୍ଜାକ୍ଟଲି। ସେମାନେ सर डांस ସେମାନେ ଖେଳୁଛନ୍ତି, ସେଇଟା ମଧ୍ୟ ଗୋଟେ ପର୍ସନିଫିକେସନ, ଠିକ ନା ନାହିଁ? ଆଚ୍ଛା, ଏଠି କଣ ଦେଖ ଟ୍ରିଜ ମାନେ ବହୁତ ଉଚ୍ଚାକୁ ଯାଉଛନ୍ତି କଣ ପାଇଁ? ଗୀତ ଶୁଣିବା ପାଇଁ। ତ ଏଇଟା ଟ୍ରିଜ ମାନଙ୍କର ମଧ୍ୟ କଣ ଗୋଟେ ପର୍ସନିଫିକେସନ। ଟ୍ରିଜ ମାନେ ଶୁଣିବେ ହ୍ୟୁମାନଙ୍କ କ୍ୱାଲିଟି ଗୋଟେ କରୁଛନ୍ତି, ଶୁଭୁଛି ନା ନାହିଁ? ଆରେ ଓକେ, when each of them settles down the patch of sky they are sad, ସେମାନେ ଦୁଃଖୀ ହେଇଯାଉଛନ୍ତି, ତ ଏଇଟା ମଧ୍ୟ ଗୋଟେ ପର୍ସନିଫିକେସନ। ସେମାନେ କାନ୍ଦୁଛନ୍ତି, ଏଇଟା ମଧ୍ୟ ଗୋଟେ ପର୍ସନିଫିକେସନ, ଶୁଭୁଛି ନା ନାହିଁ? ଆଉ ବୁଝିପାରିଲନି? ଆରେ यस सर ଆନିମଲ୍ସ ମାନେ ଲଭ୍ କରୁଛନ୍ତି, ସେ ଯୋଉ ଇଏ ସାଉଣ୍ଡ ଦ୍ୟାଟ ଇଜ ଅଲସୋ ପ୍ଲସ୍ ପର୍ସନିଫିକେସନ। ଓକେ, ଠିକ ଅଛି। କ୍ଲାଉଡ୍ସ କ୍ରାଏ ସେଟା ମଧ୍ୟ ଗୋଟେ ପର୍ସନିଫିକେସନ। ଓକେ, କେତେ ଗୋଟେ ପାଇଲେ ଆମେ, ଠିକ ନା ନାହିଁ? ଆଚ୍ଛା, ତାପରେ କଣ ଅଛି ଦେଖିବା, ତାପରେ କଣ ଅଛି? Identify 3 examples of alliteration in the poem. ଆଚ୍ଛା, alliteration ମାନେ actually କଣ? alliteration ମାନେ actually କଣ କହିପାରିବା? alliteration ମାନେ କାହାକୁ କହନ୍ତି? ବେସିକାଲି କହିପାରିବା alliteration ଆମେ ସେଇ ୱାର୍ଡକୁ କହନ୍ତି it is the occurrence of the same letter or the sound at the beginning of the adjacent, ହେଲା କି ନାହିଁ? ତାହେଲେ ଆରମ୍ଭରୁ ଯୋଉ ସାଉଣ୍ଡଟା ବେସିକାଲି ଏକା ଆସିବ, ସେଟା କଣ alliteration, ବୁଝି କି ନାହିଁ? ତାମାନେ alliteration means starting ରୁ ଯୋଉ କନସୋନାଣ୍ଟ ଟା ସେମ୍ ରହୁଥିବ ସମସ୍ତଙ୍କର, ହେଲା କି ନାହିଁ? ମାନେ ସେ ୱାର୍ଡ ରେ ସେମ୍ କନସୋନାଣ୍ଟ ବିଗିନିଂ ରୁ ଥିବ, ସେଟାକୁ ଆମେ କହିବା କଣ alliteration। କଣ କହିବା alliteration ମିନିଂ? बिगनिंग ରୁ ଥିବ। alliteration example ଟା ମାରିଦବା ଦେଖିବା। ସେମ୍ କନସୋନାଣ୍ଟ ଷ୍ଟାର୍ଟିଂ ରୁ ଥିବ। ଓକେ, ଯେମିତି କି ମୁଁ କହିଲି ଏଇଟା ଗୋଟେ ଦେଖ, ଏଇଠି ଯୋଉ ଗୋଟେ ୱାର୍ଡ ଟା ମୁଁ ଲେଖିଲି, ଏଇଠି ମତେ କହିବ ଏଇଟା କଣ? ଏଇଠି ମତେ ଏଇଠି alliteration ଟା କିଏ? ପ୍ରତିଟି ୱାର୍ଡ ରେ ଏଠି alliteration କିଏ? ଶୁଭୁନି କି? ଗୋଟେ alliteration ରେ ବେସିକାଲି କିଏ ଆସେ? alliteration ରେ କୋଉ ସାଉଣ୍ଡ ଟା ଆସେ? କନସୋନାଣ୍ଟ ସାଉଣ୍ଡ ନା ଭାୱେଲ ସାଉଣ୍ଡ, କୋଉଟା ଆସେ? ହଁ सर कॉन्सोनेंट ହଁ, alliteration ସବୁବେଳେ କନସୋନାଣ୍ଟ ସାଉଣ୍ଡ ଟା ଆସେ। alliteration ସବୁବେଳେ କନସୋନାଣ୍ଟ ସାଉଣ୍ଡ ଟା ଆସେ, ହେଲା। ଆମେ କାହାକୁ ଦେଖିବା? that is a consonant sound। ଏଇଠି ସାଉଣ୍ଡ ଟା କିଏ ଆସୁଛି? କୋଉ ସାଉଣ୍ଡ ଟା ଆସୁଛି? ପି। ପିଟର ପାଇପର ପିକ୍ଡ ଏ ପକ୍, ପିକ୍ ଏ ପ୍ୟାକ୍ ଅଫ ପିକଲ୍ଡ ପିପର୍ସ। ତାହେଲେ ସବୁବେଳେ ଏଇଠି ଏଇ ଯୋଉ alliteration ହଉଛି, ଏଇଠି ପି ସାଉଣ୍ଡ ଟା ଗୋଟେ ୱାର୍ଡ ର ଷ୍ଟାର୍ଟିଂ ରୁ ସବୁବେଳେ ଆସୁଛି, ଠିକ ନା ନାହିଁ? ଏଇଟା ଗୋଟେ alliteration। ଠିକ ସେମିତି ଏଇ ଯୋଉ ପୋଏମ ରେ କଣ କଣ ସବୁ alliteration ଅଛି? କଣ କଣ ଅଛି alliteration? ଆରେ ଶୁଭୁନି କି? क्या हुआ बोलो पिले, ଶୁଭୁନି କି ଛୁଆ? ହ୍ୟାଲୋ କୁହରେ, ବୁଝି ନା सर ନାହିଁ? स्क्रीन का क्लियर दिखाऊं ସ୍କ୍ରିନ୍ ଟା କ୍ଲିୟର ଦେଖାଉନି, କଣ କରିବା? नो सर ଜୁମ୍ କୁ ପଳେଇବା ନା ମିଟ୍ କୁ ପଳେଇବା? ଆଚ୍ଛା, ମିଟ୍ ରେ ଏମିତି କିଛି ପ୍ରୋବ୍ଲେମ ହଉଥିଲା କି ଗତ ବର୍ଷ ଯୋଉ କ୍ଲାସ କରୁଥିଲ? नो सर ତାହେଲେ ମୁଁ ତୁମକୁ ମିଟ୍ ର ଲିଙ୍କ ସେଣ୍ଡ କରିଦେବି, ଆଉ ଜୁମ୍ ବନ୍ଦ କରିଦବା ଆଉ। କିନ୍ତୁ ମିଟ୍ ରେ ତୁମେ ଟିକେ ମାନେ କଣ କହିଲ କେୟାରଫୁଲ ରହିବ। କେୟାରଫୁଲ ଇନ ଦ ସେନ୍ସ କଣ ବୋଇଲେ, ପାଠଟା ଅଳ୍ପ ଅଳ୍ପ କରିବ ଆଉ। ଅଳ୍ପ ପିଲାରେ କରିବାକୁ କିଛି ଅସୁବିଧା ନାହିଁ ଯେ। କୁହ କୁହ, ତାପରେ କଣ ହବ? alliteration ଖୋଜିକି ପାଉଛ ନା ନାହିଁ ପୋଏମ ରୁ? ପାଇବନି? ହୁଁ।
ଏଇଠି ଗୋଟେ ଆସୁନି ଅଲ୍ଟରେସନ୍ Sir, settles. ଏଇଠି ଗୋଟେ ଆସୁନି ଇଟ୍ସ ଟାଇମ୍ ଟୁ ସ୍ଲିପ୍ ଟାଇଟ୍ ଆସୁନି ଇଟ୍ସ ଟାଇମ୍ ଟୁ ସ୍ଲିପ୍ ଟାଇଟ୍ ଟାଇମ୍ ଟୁ ଟାଇଟ୍ ଆସୁନି ଆରେ पूरा वार्ड तो सब जगह आसुनी बट एई जो स्टांजा रे लास्ट स्टांजा रे ए जो टाइम टू टाइड जो देखिया एटा गोटे अलिट्रेशन होची ना नहीं अरे ये आसुनी हां हेलो Yes, sir. आसी सेठी एम खोजे कोडी कॉन्सोनेंट सेम कॉन्सोनेंट साउंड बाहर जी आउ एठी टाइम टू आउ टाइट बाहर जी गोटे एठी जन देखो क्लाउड्स अछि फ्लफी ड्रॉपी स्टार्टिंग रे असले में कहे हेटा अलिट्रेशन एंड रे असले हबनी खोजी स्टार्टिंग में कौन सब बाहर The start এটা जो ଅଛି स्टार्ट था एटी बस सब एस स साउंड आसी एस साउंड ला ये टू ट्विंकल अछि देखाउ छी ना नहीं ये दिदा हबो अलिट्रेशन टू ट्विंकल रे ट्यून मिसिकी टू ट्विंकल लेट ट्यून हला ये बना अलिट्रेशन हेबे तो सेमति किछि किछि पाइबा अलिट्रेशन ना खोजिबो ताको सब लिखिबा अलिट्रेशन के अछि हम तापर एटी कोन देखिबा को कोन क्वेश्चन दै छी select any four phrases or lines from the poem that make the scenes described easy to imagine easy to imagine easy to imagine अच्छा जेमती किसी सीन अछि जोडा कि तमे माने इजीली इमेजिन करि परिबो बुझि कि नहीं तो सेई टाइप रो हम कहते बेसिकली इमेजिनरी पिक्चर कहते बुझि कि नहीं इमेजरी तो एमती किसी Yes, sir. चारिटा फ्रेज तुमे सिलेक्ट करियो से पोएम रु जोडा कि तमे इजीली इमेजिन करि परिबो बदले ମାନେ ସେଇ ଷ୍ଟେଜ ବିଷୟରେ ସେଇ ଷ୍ଟାଞ୍ଜା ବିଷୟରେ ତୁମେ କିଛି ଭାବି ପାରିବ ଶୁଛି କି ନାହିଁ ଏମିତି ଷ୍ଟାଞ୍ଜା କୋଉଠି ଅଛି ଆରେ बोले कहाँ है इधर सिंपल बेसिक जिनिस पोएमटा କିଛି ନାହିଁ ଏହା ବିଷୟରେ ଭାବି ପାରିବ ଦ୍ୟାଟ୍ ସ୍ୟାଡ୍ ଦ୍ୟାଟ୍ ଇଟ୍ସ ଓଭର ଯେତେବେଳେ ତୁମ ଖେଳ ଖତମ ହେଇଯାଏ ତମ ମନଟା ଦୁଃଖ ହୁଏନି ହୁଏ କି ନାହିଁ ଏଇଟା ଇମାଜିନ କରିପାରିବ ଦୁଃଖର ସମୟଟା ଏସବ ନ Yes, ମାନେ sir. ତୁମେ ଏଇଟାକୁ ଇମାଜିନ କରିପାରିବ ଇଫ ୟୁ ୱାଣ୍ଡର ଆଉଟସାଇଡ ଏଇଟା ଗୋଟେ ଫ୍ରେଜ ନୁହେଁ କି ଏଇଟା ଗୋଟେ ଫ୍ରେଜ ଆକ୍ଚୁଆଲି ମାନେ ଯେତେବେଳେ ତୁମେ ବାହାରେ ବୁଲୁଥିବ ତାହେଲେ ବାହାରେ ବୁଲୁଥିବା ଷ୍ଟେଜଟା ତୁମ ଇମାଜିନ କରିପାରିବ ମୁଁ ଏମିତି ବୁଲୁଥିଲି ଆମ୍ବ ଗଛ ମୂଳେ ବସିଥିଲି ଆମ୍ବ ପାରୁଥିଲି ଆମ୍ବ ଖାଉଥିଲି ଉପରକୁ ଅନେଇଥିଲି ଦେଖିଲି ଆକାଶରେ ସ୍କାଏ କ୍ଲାଉଡ ସବୁ ଚିନା ନାହିଁ ଓକେ ମନେକର ଏଇଟା ଗୋଟେ ଫ୍ରେଜ ହେଇପାରିବ ଏ ମ୍ୟାନ ମୋଲ୍ଡିଂ ଏ କ୍ଲେ ଗୋଟେ ମଣିଷଟେ ମାଟିରେ ଯୋଉ କାଦୁଅ ମାଟିରେ କିଛି ଜିନିଷ ଗଢୁଥିବ ସେ ବନଉଥିବ ଏଇଟା ବି ଇମାଜିନ କରିପାରିବ କି ନାହିଁ ଆରେ ସିମ୍ପଲ କେତେ ବାହାରିବ ଠିକ ନା ନାହିଁ ହ୍ୟାଲୋ Yes, sir. Yes, sir. ଯେତେବେଳେ ଏଇଟା ବି ବନେଇ ପାରିବନି କି it waits all the grass and it splashes the lakes ଯେତେବେଳେ ବର୍ଷା ହବ ଜୋରେ ସେ ପୁରା ହ୍ରଦ ମାନେ ସେ ବର୍ଷାର ଷ୍ଟେଜଟା ଇମାଜିନ କରିପାରୁନ ଯେତେବେଳେ ବର୍ଷାଟା ହବ ଜୋରେ ଷ୍ଟ୍ରେଟ ଲାଇନରେ ହେଲା ଘାସ ଉପରେ ପଡୁଥିବ ମାନେ ନଈ ପୋଖରୀ ସବୁ ଗଡିଆରେ ପାଣି ଫୁଲ ହେଇଯାଉଥିବ ସେଇ ଷ୍ଟେଜଟା ବି ଇମାଜିନ କରିପାରିବ ଠିକ ନା ନାହିଁ କେତେ ଫ୍ରେଜ ଗୋଟେ ଅଛି ଆକ୍ଚୁଆଲି ନା କି ହ୍ୟାଲୋ Yes, sir. complete the paragraph by unjumbling the scrambled words with the line you match with the line you may catch the clouds in the midst of the dance contains a metaphor ହେଲା କି ନାହିଁ ଆଚ୍ଛା ତାମାନେ ଏଇଟା କହୁଛି କିଛି ଗୋଟେ ସ୍କ୍ରାମ୍ବଲ୍ଡ ୱାର୍ଡ ଅଛି ତାକୁ ତୁମେ ଅନଜମ୍ବଲ କରିବ ମାନେ ଅସଜଡ଼ା ଶବ୍ଦ ଅଛି ତାକୁ ତୁମେ ସଜାଡ଼ିବ ହେଲା କି ନାହିଁ ତାହେଲେ ଏଇଠି
এইটি এই যে ওয়ার্ডটা ଦେଇଛି এই যে সেন্টেন্স ইউ মে ক্যাচ দ ক্লাউডস এই যে লাইনটা ଦେଇଛି এটি, ହେଲା କଣ ଦେଇଛି 8 ନମ୍ବରଟା କ୍ୱେଶ୍ଚନ ନମ୍ବର 8 7 ନମ୍ବରଟା କହିବି ବ୍ୟସ୍ତ ହବନି यू मे कैच द क्लाउड्स इन द मिडस्ट ऑफ द डांस तुमे बादल को धरी परिबो कोठी ताको डांस रो मझिरे सुबुछि कि नहीं से डांस करथला बेले तो एई जो सेंटेंस रे गोटे मेटाफर अछि मेटाफर क्या कहबे हमें मेटाफर एक्चुअली कोन माने एटा गोटे एक्चुअली स्पीच बुझि कि नहीं गोटे कथा गोटे भाषा गोटे गोटे स्पीच एक्चुअली गोटे स्पीच जो गोटे एक्चुअली गोटे एक्सप्रेशन कहि परिबा बुझि कि नहीं गोटे स्पीच जेमति एटा गोटे स्पीच एई कथाटा मु कहली यू मे कैच द क्लाउड्स इन द मिडस्ट ऑफ द अदर डांस एटा मु कहली एई कथाटा एटा गोटे एक्सप्रेशन मु कहली तले एई एक्सप्रेशन रे किछि गोटे वर्ड अछि माने जोटा कि एका भली नुह बुझि कि नहीं गोटे गोटे सिमिलरिटी को मेंशन करिया पे से वर्ड टा माने मेंशन कराइनी तो क्लाउड्स आर कंपेयर टू एटी क्लाउड को कहा से कंपेयर कराई तो क्लाउड्स आर कंपेयर टू SCRDEN suggesting that they are moving gracefully and playfully as if giving dash ताले तुमको ए जिनटा करिया को पड़ियो ए जो अनजम्बल्ड वर्ड अछि आकु तुमे सजाडिबो एटा को तुमे सजाडिबो बुझि ना नहीं कोन होबा आंसर टा अरे एडी क्लाउड्स को कहा से कंपेयर कराई अरे यही जो स्क्रैम्बल्ड वर्ड में जानछि कि नहीं स्क्रैम्बल्ड वर्ड ने असजड़ा शब्द एटा गोटे स्क्रैम्बल्ड वर्ड एटी एई जो लाइन रे क्लाउड को एटी कहा से कंपेयर करा हिची मुंड फुंड काम करनै क्लाउड माने डांस करचंती तो डांस जे डांस करता केमे कोन कहंती आबे जीवन डांस करंते ताको हमें कोन कहंती डांसर डांसर तले एई जो वर्ड टा मते तो आकु तुमे माने सजाड़ ना कोन बाहरी देखिया डी अच्छी ए अच्छी एन अच्छी डीएन तापरे सी अच्छी ई अच्छी आर अच्छी एस अच्छी डांसर से गलाटा कहि छिबा एठी हमें कोन करबा स्क्रैम्बल्ड वर्ड गोटे अनजबल गोटे स्क्रैम्बल वर्ड को स्क्रैम्बल वर्ड माने असजड़ा शब्द एटा आगु हमें अनजम्बल करबा ने ठीक करबा 근데 एटा कोन हबो which is suggesting that they are moving gracefully and playfully as if giving a dash बुझी ना नहीं এইটা সেমতি যদি এইটা গোটে অসজड़ा শব্দ আকু আকু তুমি সজাড়িব ଡ୍ୟାନ୍ସ ମାନେ ଡ୍ୟାନ୍ସର ମାନେ ଯେତେବେଳେ ଡ୍ୟାନ୍ସ ଦଉଥାନ୍ତି ସେଇଟା ଆମେ କଣ କହନ୍ତି ଆଉ ଗୋଟେ ଜିନିଷ ତାଙ୍କର କହନ୍ତି ସେମାନେ ସେମାନେ ବଢିଆ କଲେ ଆକ୍ଚୁଆଲି ତାଙ୍କର ଡ୍ୟାନ୍ସ ଟା ବଢିଆ ଲାଗିଲା ତାଙ୍କ ଡ୍ୟାନ୍ସ ଟା ଭଲ ଲାଗିଲା ତାଙ୍କ ଡ୍ୟାନ୍ସ ବି କହିପାରିବା ଆଉ ଗୋଟେ ଜିନିଷ ବି କହିପାରିବା ସେ ୱାର୍ଡ ଟା ଲୁଚିକି ଅଛି ଏଇଠି सर परफॉर्मेंस ପରଫର୍ମାନ୍ସ ବୁଝି ନା ନାଇଁ ଏଟା ଡ୍ୟାନ୍ସର ଏଟା ହବ ପରଫର୍ମାନ୍ସ ବୁଝୁଛି ବୁଝିବ ନା ଜିନିଷଟା ଆଉ ଶୁଭୁଛି ଆରେ ପିଲାମାନେ यस सर परफॉर्मेंस एदिक थिबा आज पई बुझी पोएमटा Yes, सरला sir. एक्सरसाइज सरला ଆଉ କିଛି ଅଛି କି ଦେଖିବା यस सर ତାପରେ ଦେଇଛି କି ଦୁଟା एक्चुअली ଏଟା ତୁ ନିଜେ ଭାବିବ ଯେ complete the following sentence with a suitable reason read the extract given below and answer the questions that follow ଆଉ तुम चेष्टा करो करिया पे तो ମୁଁ ତାର क्वेश्चन आंसर सब पीडीएफ सेंड करी ना बनेगी पीडीएफ रे पठेइबिला ओके पिले आज बेतिक थिबो ना कोन कहूछ यस सर सर ना काली केतले क्लास हबो खाली मॉर्निंग रे करी फाइनल ठीक है 6:30 थैंक यू